ଝୁରୁଛି ଗାଁ ଦାଣ୍ଡ, ଝୁରୁଛି ସାନ ସରଗାଇଲୋ। କୈଳାସଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛି ପିପିଲି। ବ୍ଲଡ କର୍କଟ ରୋଗରେ ପୀଡ଼ିତ କୈଳାସଙ୍କ ଦେହାନ୍ତ ହେବା ପରେ କୈଳାସଙ୍କ ସ୍ମୃତିରେ ଗାଁରେ ଆୟୋଜିତ ହୋଇଛି ସ୍ମୃତି ସଭା। କୈଳାସ ଚନ୍ଦ୍ର ସ୍ୱାଇଁ ବୟସ ମାତ୍ର 44 ହୋଇଥିଲା ବେଳେ ବ୍ଲଡ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ସଂକୀର୍ତ୍ତନ ଗାୟକ ଭାବେ ଜଣାଶୁଣା ଥିଲେ କୈଳାସ। ଯଦିଓ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଫେଲ ଥିଲା, କିନ୍ତୁ ଓଡ଼ିଆ କଳା ସଂସ୍କୃତିକୁ ସଂକୀର୍ତ୍ତନ ଭାବେ ବଞ୍ଚାଇ ରଖିବାରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଦେଇ ଯାଇଛନ୍ତି। ସଂକୀର୍ତ୍ତନ ଗାୟକ ଭାବେ କେବଳ ପୁରୀ ଜିଲ୍ଲା ନୁହେଁ, ରାଜ୍ୟର କୋଣ ଅନୁକୋଣରେ ମାଟ୍ରିକ ଫେଲ ସଂକୀର୍ତ୍ତନ ଗାୟକ ଭାବେ ପରିଚିତ ଥିଲେ। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରେ ସଂକୀର୍ତ୍ତନ ପ୍ରତିଯୋଗିତାରେ ପିପିଲି ପାଇଁ ଅନେକ ଥର ପୁରସ୍କୃତ ହୋଇ ଗୌରବ ଅର୍ଜନ କରିଥିଲେ କୈଳାସ। ପିପିଲି ସାନ ସରଗାଇଲୋ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା କୈଳାସ କେବଳ ଜଣେ ସଂକୀର୍ତ୍ତନ ଗାୟକ ନଥିଲେ, ଅଞ୍ଚଳରେ ଜଣେ ଭଲ ଚାଷୀ ଭାବେ ମଧ୍ୟ ପରିଚିତ ଥିଲେ। ବ୍ୟୁରୋ ରିପୋର୍ଟ, ଦ ରୟାଲ ନ୍ୟୁଜ ଓଡ଼ିଆ। କୈଳାସ ଚନ୍ଦ୍ର ସ୍ୱାଇଁ ହୁଅନ୍ତି ଜଣେ ଭଲ ଗାୟକ। ଓଡ଼ିଶାରେ ଖାଲି ଆମ ପୁରୀ ଜିଲ୍ଲା ନୁହଁ, ଓଡ଼ିଶାରେ ବି ନାଁ କରିଛନ୍ତି। ଆଉ ଅନେକ ପ୍ରତିଯୋଗିତାରେ ବି ପୁରସ୍କୃତ ହୋଇଛନ୍ତି। କୁମାରଖାତିଆ ଖୋର୍ଦ୍ଧା ମହୋତ୍ସବରେ ପୁରସ୍କାର ହେଇଛି। 1999 ମସିହାରେ ସଂକୀର୍ତ୍ତନ ସେ ମାନେ ଶିକ୍ଷା ଆରମ୍ଭ କରି 26 ବର୍ଷ ଧରି କୀର୍ତ୍ତନ ଗାଇଛି ଏବଂ ପ୍ରତ୍ୟେକ ଜାଗାରେ ବି ନାଁ କରିଛି। ତାର ଅବଦାନ ସେ ବହୁତ ଉତ୍ସାହିତ ଏବଂ ଏ ମାଟିକି ଯଦି କିଏ ଚିହ୍ନିଛି, ପବିତ୍ର ଗାଁ, ପବିତ୍ର ପଲ୍ଲୀ, ପବିତ୍ର ଗାଁ ସାନ ସରଗାଇଲୋ ଯଦି କିଏ ଚିହ୍ନିଛି ତାହେଲେ ସେ କୈଳାସ ସ୍ୱାଇଁ ଓରଫ କୁନା। ମୁଁ ସୁଦର୍ଶନ ବରାଳ, ଜଣେ ପ୍ରାଥମିକ ଶିକ୍ଷକ ଏଇ ଗାଁର। କୈଳାସର ଅବଦାନ ଅତି ଉଚ୍ଚ କୋଟିର, କାରଣ କୈଳାସ ଥିଲା ଜଣେ ଅତି ଉଚ୍ଚ କୋଟିର ଗାୟକ। ଛୋଟ ପିଲା ହେଲେ ମଧ୍ୟ ସେ ଯେଉଁ ଓଡ଼ିଶାର ଯେଉଁ କଳା ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ ଅହରହ ସେ ପରିଶ୍ରମ କରୁଥିଲା। ଗୋଟେ ଚାଷୀ ଘରର ପିଲା ହେଲେ ମଧ୍ୟ ଚାଷ କାମ ବ୍ୟତୀତ ଏ କଳା ସଂସ୍କୃତିକୁ କେମିତି ବଞ୍ଚେଇ ରହିବ, ଓଡ଼ିଶାର କେମିତି ନାଁ ରହିବ, ଓଡ଼ିଶାର ଯେଉଁ ବୁଡ଼ି ବୁଡ଼ି ଯାଉଥିବା ଏଇ ସଂକୀର୍ତ୍ତନ, କାରଣ ସଂକୀର୍ତ୍ତନ ଗୋଟିଏ ଏମିତି କଳା ଯେଉଁଥିରେ କୌଣସି ଆଧୁନିକତା ଏପର୍ଯ୍ୟନ୍ତ ମଧ୍ୟ ସ୍ପର୍ଶ କରିନାହିଁ। ଯାହାକୁ ଯେଉଁ ଜଗନ୍ନାଥ ସଂସ୍କୃତିର କହିଲେ ଯେଉଁ ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ଏ ଯେଉଁ ସଂକୀର୍ତ୍ତନ। এই ସଂକୀର୍ତ୍ତନ ଭଳି ଏକ ମହାନ ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ ତାର ଅହରହ ଚେଷ୍ଟା ରହିଥିଲା। ଏବଂ ବିଶେଷ କରି ଆମ ଗାଁର ଯେଉଁ ପୂର୍ବ ପରମ୍ପରା, ଆମ ଗାଁରେ ସଂକୀର୍ତ୍ତନ କହିଲେ ଆଜି ନ କେଉଁ 3-4 ପିଢ଼ିରୁ ଧରିକିରି ଗୋଟେ ସଂକୀର୍ତ୍ତନରେ ଗୋଟେ ଗାଁର ନାଁ ଥିଲା। ସେ ନାଁକୁ ମଧ୍ୟ ବଜାୟ ରଖିବାରେ ସେ ସକ୍ଷମ ହୋଇପାରିଥିଲେ। ସମ୍ପୂର୍ଣ୍ଣ ଭାବରେ ମର୍ମାହତ କହିଲେ ଏ ଗାଁର ବାଲିଗୁଡ଼ି ଜଣ କାନ୍ଦୁଛି। କାରଣ ଯେମିତି କହନ୍ତିନି ଗଛପତ୍ର କନ୍ଦେଇକି ଗଲୁ, ସେଇଭଳି ସେ ଜଣେ ଗଛପତ୍ର କନ୍ଦେଇକିରି ବାଲିଗୁଡ଼ି କନ୍ଦେଇକିରି ହେଉଛି ଗାଁରୁ ଯାଇଛି। କାରଣ ବୋଧେ ତା ଯେହେତୁ ସେ ଯୁବପିଢ଼ି ଥିଲା, ତାପରେ ଏପର୍ଯ୍ୟନ୍ତ ଆଉ କେହି ଗୋଟିଏ ସୃଷ୍ଟି ହେଇ ନାହାନ୍ତି। ତେଣୁ ଆଶା କରାଯାଇଥିଲା ସେ ନିଶ୍ଚିନ୍ତ ଭାବରେ ଏଇ ଯେଉଁ ଗାଁର ଯେଉଁ ଆମର ପରମ୍ପରା, ସଂକୀର୍ତ୍ତନର ଯେଉଁ ପୂର୍ବ ପରମ୍ପରା ରହିଥିଲା, ସେ ପରମ୍ପରାକୁ ବଜାୟ ରଖିବା ସହିତ ଏକ ନୂତନ ପରମ୍ପରା ସୃଷ୍ଟି କରି ଦେଇଯିବ। କିନ୍ତୁ ଠାକୁର କ'ଣ ପାଇଁ ତାକୁ ଅଧା ବାଟରୁ ଆମକୁ ନେଇଗଲେ, ସେଥିପାଇଁ ଆମେ ସମସ୍ତେ ବହୁତ ମର୍ମାହତ। ସ୍ୱାଇଁ ଆଜ୍ଞା ସମ୍ପର୍କରେ ମୋର ପୁତୁରା ହବ ଆଜ୍ଞା। ସେ ଗାଁର ଗୋଟେ ଆମର ଗୋଟେ ରତ୍ନ ଥିଲା ଆଜ୍ଞା। ସିଏ ଜାଣ ମୋର ଏଇ କଳା ସଂସ୍କୃତି ଉପରେ ଗୋଟେ ସାନ ଭାଇ ଭଳିଆ ଥିଲା ଆଜ୍ଞା। ତାକୁ ଚିହ୍ନିଛି ଏକମାତ୍ର କୀର୍ତ୍ତନ ପାଇଁ। ଏ ଯେଉଁ ରାଣୀହାଟି ସଂକୀର୍ତ୍ତନରେ ଆଜ୍ଞା ସେ ଆମର ପୁରୀ ଜିଲ୍ଲା କ'ଣ ପିପିଲି ଜୋନରେ ସିଏ ଆଜ୍ଞା ସବୁଠୁ ଭଲ ନାମ ଦାମୀ କୀର୍ତ୍ତନ ଗାୟକ ଥିଲା, ଯୁବ ଗାୟକ ଥିଲା। ଦେହାନ୍ତ ପରେ ଆଜ୍ଞା ବହୁତ କଷ୍ଟ। ଏ ପର୍ଯ୍ୟନ୍ତ 14 ଦିନ ହେଲେ ଆମେ ସମସ୍ତେ ହିଁ କାନ୍ଦୁଛୁ। ଏଭଳି ବି କହିଲେ ବି ଆଜ୍ଞା ସେ ଜଣେ ବହୁତ ଭଲ ସୁନ୍ଦର ଚାଷୀ ବି ଥିଲେ ଆମ ଗାଁରେ ଆଜ୍ଞା।